ଆସନ୍ତୁ ଶୁଣିମା ଇତିହାସର ସେଇ ଅବିସ୍ମରଣୀୟ ପୃଷ୍ଠାରୁ ଛୋଟ ଅଣୁଗଳ୍ପଟିଏ। ଗୌତମ ଏବେ ତଥାଗତ ବୁଦ୍ଧ। ଗୌତମଙ୍କର ପ୍ରିୟ ପୁତ୍ର ପ୍ରିୟ ଶିଷ୍ୟ ରାହୁଳ ଗୌତମ ବୁଦ୍ଧଙ୍କୁ କପିଳାବସ୍ତୁକୁ ଆମନ୍ତ୍ରଣ କରିଛନ୍ତି। ସମଗ୍ର କପିଳାବସ୍ତୁ ନଗରୀ ସୁସଜ୍ଜିତ। ରାଜପ୍ରାସାଦଠୁ ରାଜବାଟିକା ସମଗ୍ର ପୁର ଆଜି ତଥାଗତ ବୁଦ୍ଧଙ୍କ ସ୍ୱାଗତ କରିବା ପାଇଁ ଉତ୍ସୁକତାର ସହିତ ପ୍ରତୀକ୍ଷାରତ। ବୁଦ୍ଧ ଆସିଛନ୍ତି। କେହି ଜଣେ ଯାଇ ଗୋପାଙ୍କୁ ସମ୍ବାଦ ଦେଲେ ଯେ ବୁଦ୍ଧ ଆସିଛନ୍ତି ଏବଂ ବୁଦ୍ଧ ଚାହୁଁଛନ୍ତି ଗୋପାଙ୍କୁ ସାକ୍ଷାତ କରିବାକୁ। କଥାଟା ଶୁଣିବା ପରେ ଗୋପାଙ୍କ ମନ ଭିତରେ କେମିତି ଗୋଟେ ଶିହରଣ ଖେଳି ଯାଇଥିଲା। ବୟସର ଉତ୍ତରଣରେ ରହିବି ଅନେକ ସ୍ମୃତିର ସରାହତରେ ଗୋପା କିଛି ସମୟ ପାଇଁ ଅନ୍ୟମନସ୍କ ହୋଇ ପଡ଼ିଲେ ଏବଂ ଆଗନ୍ତୁକକୁ କହିଲେ ଯେ ନା, ଗୌତମ ବ୍ୟକ୍ତିଗତ ଭାବେ ଆଉ ଗୋପାଙ୍କୁ ସାକ୍ଷାତ କରିପାରିବେ ନାହିଁ। ଗୋପା ଏବେ କେବଳ ଜଣେ ରାଜମାତା ଏବଂ ଗୌତମ ଏବେ ତଥାଗତ ବୁଦ୍ଧ। ସେଦିନ ରାତିର ନିଭୃତ କୋଣରେ ଗୌତମ ନିଜର ପରିଚୟ ହଜେଇ ଦେଇ ଯେତେବେଳେ ନିଖୋଜ ହୋଇଯାଇଥିଲେ, ତାପରେ ଗୌତମଙ୍କ ପାଖରୁ ଗୋପା ଏବଂ ଗୋପାଙ୍କ ପାଖରୁ ଗୌତମ ସମୟର ବ୍ୟବଧାନରେ ବହୁତ ଦୂରକୁ ଚାଲି ଯାଇଛନ୍ତି। ତେଣୁ ସମସ୍ତଙ୍କ ଭଳି ରାଜମାତା ହିସାବରେ ଏବଂ ଜଣେ ବୌଦ୍ଧ ଧର୍ମାବଲମ୍ବୀ ଭାବରେ କେବଳ ଗୋପା ଗୌତମଙ୍କୁ ସାକ୍ଷାତ କରିବାକୁ ଯାଇପାରିବେ। କାରଣ ଗୋପା ଏବେ ଗୌତମଙ୍କର ନୁହନ୍ତି ବା ଗୌତମ ଏବେ ଗୋପାଙ୍କର ନୁହନ୍ତି। ଗୋପା କେବଳ ରାହୁଳଙ୍କ ରାଜମାତା ଓ କପିଳାବସ୍ତୁର ରାଜମାତା ଏବଂ ବୁଦ୍ଧ ତଥାଗତ ଗୌତମ ନୁହନ୍ତି। ସେ କେବଳ ବର୍ତ୍ତମାନ ଏକ ସଂଘ, ଏକ ଅନୁଷ୍ଠାନ।